ନମସ୍କାର। ଟି20 ବିଶ୍ୱକପ୍ର ଦଶମ ସଂସ୍କରଣ ମହା ଆଡ଼ମ୍ବର ସହ ଆରମ୍ଭ ହୋଇଛି। ପ୍ରଥମ ଦିବସରେ 3ଟି ମ୍ୟାଚ୍ ରହିଥିଲା। ପାକିସ୍ତାନ ପ୍ରଥମ ମ୍ୟାଚ୍ରେ ନେଦରଲ୍ୟାଣ୍ଡସକୁ ପରାଜିତ କରିଥିଲା। ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ସ୍କଟଲ୍ୟାଣ୍ଡକୁ ହରାଇଥିଲା ଏବଂ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ୟୁଏସ୍କୁ ପରାଜିତ କରିଥିଲା। ତେବେ ପ୍ରଥମ ଦିବସରେ 3ଟି ମ୍ୟାଚ୍ରୁ ଆମେ 2ଟି ମ୍ୟାଚ୍ ଟକରାଟକରି ଦେଖିବାକୁ ପାଇଥିଲୁ। ପ୍ରଥମ ମ୍ୟାଚ୍ରେ ଆପଣମାନେ ଦେଖିଥିବେ ଯେତେବେଳେ ପାକିସ୍ତାନ ନେଦରଲ୍ୟାଣ୍ଡ ସହିତ ଖେଳୁଥିଲା, ପାକିସ୍ତାନର 148 ରନ୍ ଟାର୍ଗେଟ୍ ପାଖରେ ଥିଲା ପାକିସ୍ତାନ ସାମ୍ନାରେ। ଆଉ ସେତିକି ଟାର୍ଗେଟ୍ ଫିଲ୍ଅପ୍ କରିବା ପାଇଁକି ଦଳକୁ 7ଟି ୱିକେଟ୍ ଏବଂ 19.3 ଓଭର ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା। ଅର୍ଥାତ୍ ଆମେ ଦେଖିଥିଲେ ଯେ ନେଦରଲ୍ୟାଣ୍ଡସ ବେଶ୍ ଭଲ ପ୍ରଦର୍ଶନ କରିଥିଲା, ବୋଲିଂରେ ଉନ୍ନତ ପ୍ରଦର୍ଶନ କଲା ଏବଂ ଅନଭିଜ୍ଞ ଦଳ ହିସାବରେ ଆମେ ଦେଖିଲୁ ଯେ ବ୍ୟାଟିଂ ମଧ୍ୟ ସେମିତି ଖରାପ ପ୍ରଦର୍ଶନ କରିନଥିଲା। କିନ୍ତୁ ୱେଷ୍ଟଇଣ୍ଡିଜ୍ ଏକତରଫା ଭାବରେ ସ୍କଟଲ୍ୟାଣ୍ଡକୁ ହରାଇଥିଲା, କାହିଁକିନା ସ୍କଟଲ୍ୟାଣ୍ଡର ପ୍ରଦର୍ଶନ ଏତେ ଭଲ ରହିନଥିଲା ଏବଂ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଖେଳିଥିଲା ୱେଷ୍ଟଇଣ୍ଡିଜ୍ ଦଳ। ତେବେ ଆମେ ଯେତେବେଳେ ଦେଖିଲେ ଯେ ଉଦ୍ଘାଟନୀ ମ୍ୟାଚ୍ ଯେତେବେଳେ ୱାଖେଡେ ଷ୍ଟାଡ଼ିୟମରେ ହେଇଥିଲା, ତା ପୂର୍ବରୁ କିଛି ସମୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲା, ଆତସବାଜି ମଧ୍ୟ ଦେଖିବାକୁ ମିଳିଲା। ତାପରେ ଯେତେବେଳେ ଭାରତ ପ୍ରଥମେ ବ୍ୟାଟିଂ କରୁଛି ଏବଂ ୟୁଏସ୍ ପ୍ରଥମ ବୋଲିଂ କରୁଛି, ବୋଲିଂରେ ୟୁଏସ୍ ବୋଲର ବେଶ୍ ଘାତକ ସାବ୍ୟସ୍ତ ହେଲେ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ଦେଖିଲେ ଭାରତ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେଇ ମାତ୍ର 46 ରନ୍ରେ ପ୍ରମୁଖ 4ଟି ୱିକେଟ୍ ହରାଇବାକୁ ପଡ଼ିଥିଲା। ଯେତେବେଳେ 6 ଓଭର ବୋଲିଂ ଚାଲିଥିଲା, ସେତେବେଳେ ଇଶାନ କିଶନ, ତିଲକ ବର୍ମା ଏବଂ ଶିବମ ଦୁବେ 45 ରନ୍ରୁ 46 ରନ୍ ଭିତରେ ଗୋଟିଏ ଓଭରରେ ଭାରତ 3ଟି ୱିକେଟ୍ ହରାଇଥିଲା ଏବଂ ଏହି ଓଭରଟି ବୋଲିଂ କରୁଥିଲେ ସାଣ୍ଡଲେ ଭନ୍। ଅତି ଚମତ୍କାର ବୋଲିଂ ସେ କଲେ ଏବଂ ସେ ଏହି ମ୍ୟାଚ୍ରେ ମାତ୍ର 25 ରନ୍ ଦେଇ 4 ଓଭର ବୋଲିଂ କରିଥିଲେ ଏବଂ ପ୍ରମୁଖ 4ଟି ୱିକେଟ୍ ହାସଲ କରିଥିଲେ। ଜଣେ ଅନଭିଜ୍ଞ ଦଳ ହିସାବରେ ଯେ ଏଭଳି ଘାତକ ବୋଲିଂ କରିବା ପ୍ରାରମ୍ଭିକ ପର୍ଯ୍ୟାୟରେ ବେଶ୍ ଆଶ୍ଚର୍ଯ୍ୟ ଥିଲା ଏବଂ ଅଦ୍ଭୁତ ମଧ୍ୟ ଲାଗୁଥିଲା, ପ୍ରଶଂସା ନକରି ରହି ହେଉନଥିଲା। ତେବେ ଆମର ଯେଉଁ ପ୍ରାରମ୍ଭିକ ଭାରତୀୟ ଯେଉଁ ବ୍ୟାଟିଂ ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ବ୍ୟାଟିଂ କ୍ରମରେ ଯେଉଁମାନେ ସବୁ ରହିଛନ୍ତି, ଆପଣ ଇଶାନ କିଶନକୁ ଦେଖନ୍ତୁ, ଅଭିଷେକ ଶର୍ମାଙ୍କୁ ଦେଖନ୍ତୁ, ତିଲକ ବର୍ମାଙ୍କୁ ଦେଖନ୍ତୁ, ସୂର୍ଯ୍ୟକୁମାର, ଶିବମ ଦୁବେ, ରିଙ୍କୁ, ହାର୍ଦ୍ଦିକ, ଅକ୍ଷର ପଟେଲଙ୍କ ପର୍ଯ୍ୟନ୍ତ ଭାରତ ଯେଉଁ ବଳିଷ୍ଠ ଏବଂ ଦୁର୍ଦ୍ଧର୍ଷ ବ୍ୟାଟିଂ ଲାଇନ୍ କିନ୍ତୁ ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ବେଶ୍ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଇଶାନ କିଶନ ମାତ୍ର 20 ରନ୍ କରି ପ୍ୟାଭିଲିୟନ ଫେରିଲେ, ଅଭିଷେକ ଖାତା ଖୋଲି ପାରିଲେ ନାହିଁ, ତିଲକ ବର୍ମା 25 ରନ୍ କଲେ, ଶିବମ ଦୁବେ ଖାତା ଖୋଲି ପାରିଲେ ନାହିଁ, ରିଙ୍କୁ ଶର୍ମା 6 ରନ୍ କରିଥିଲେ ଏବଂ ପାଣ୍ଡ୍ୟା ମଧ୍ୟ 5 ରନ୍ କଲେ। କିନ୍ତୁ ସୌଭାଗ୍ୟବଶତଃ ଅଧିନାୟକ ସୂର୍ଯ୍ୟକୁମାର ତିଷ୍ଠି ରହିଲେ ଏବଂ ଯେଉଁଭଳି ବ୍ୟାଟିଂ କଲେ ଏହି ବିପର୍ଯ୍ୟୟ ସମୟରେ ବେଶ୍ ପ୍ରଶଂସନୀୟ ରହିଲା, କାହିଁକିନା ତାଙ୍କର ସେଇ ଇନିଂସ ବଳରେ ହିଁ ଭାରତ 9 ୱିକେଟ୍ରେ 161 ରନ୍ କଲା ଏବଂ ୟୁଏସ୍ଏ ସାମ୍ନାରେ 162 ରନ୍ର ଟାର୍ଗେଟ୍ ରଖିଲା। ତେବେ ଆପଣ ଯଦି ବିଶ୍ୱକପ୍ ପୂର୍ବର କଥା ଟିକିଏ ଆଲୋଚନା କରିବା, ଯେ ସେତେବେଳେ ଯେତେବେଳେ ସ୍କାଏ ଫର୍ମରେ ନଥିଲେ, ଘରୋଇ କ୍ରିକେଟ୍ ଏବଂ ଇଣ୍ଟରନ୍ୟାସନାଲରେ ତାଙ୍କର ଫର୍ମ ଆଦୌ ନଥିଲା, ସେତେବେଳେ ଏମିତି କୁହାଯାଉଥିଲା ଯେ ସ୍କାଏଙ୍କୁ ବା ସୂର୍ଯ୍ୟକୁମାରଙ୍କୁ ଦଳରୁ ଦୂରେଇ ଦିଆଯିବ ଏବଂ ହୁଏତ ଆଉ କିଏ ନୂଆ ନେତୃତ୍ୱ ନେଇପାରନ୍ତି। ଯଦି ସେ ଫର୍ମକୁ ନ ଫେରୁଛନ୍ତି ନ୍ୟୁଜିଲାଣ୍ଡ ସିରିଜ୍ରେ, ତାହେଲେ ତାଙ୍କର ଦଳରେ ସ୍ଥାନ ମିଳିବା କଷ୍ଟକର। ଯାହା ବି ହେଉ, ପ୍ରାରମ୍ଭିକ ପର୍ଯ୍ୟାୟ ନହେଲେ ବି ମଧ୍ୟଭାଗରୁ ସ୍କାଏ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ଫର୍ମକୁ ଫେରିଲେ ଏବଂ ଆଜି ମଧ୍ୟ ସିଏ ଯେଉଁଭଳି ଭାବରେ ଦାୟିତ୍ୱ କାନ୍ଧକୁ ନେଲେ ଏବଂ 84 ରନ୍ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଲେ, ସେଥିରେ 10ଟି ଚୌକା ଏବଂ 4ଟି ଛକା ସାମିଲ ରହିଥିଲା। 49 ବଲ୍ରେ ସେ ସାମ୍ନା କରିଥିଲେ, ଫଳରେ ଦଳ 161 ରନ୍ କରିପାରିଥିଲା। ନଚେତ୍ ହୁଏତ ଦଳ 120 କିମ୍ବା 130 ରନ୍ ଭିତରେ ସୀମିତ ରହିଥାନ୍ତା। ହୁଏତ ଏତିକି ରନ୍ରେ ସୀମିତ ରହିଥିଲେ ୟୁଏସ୍ଏ ବିଜୟୀ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା। ଯାହା ବି ହେଉ, ଭାରତ ପ୍ରଥମ ମ୍ୟାଚ୍ ଜିତିଲା ଏବଂ ବିଶ୍ୱକପ୍ରେ ପ୍ରଥମ ମ୍ୟାଚ୍ ବିଜୟ ହୋଇ ଅଭିଯାନ ଆରମ୍ଭ କରିଛି ଏବଂ ସୂର୍ଯ୍ୟକୁମାରଙ୍କର ଦମଦାର ପାଳି ଯେଉଁଟା କୁହାଯିବ, ତାଙ୍କର ଚମକରେ ଭାରତ ବିଜୟ ସମ୍ଭବ ହୋଇଛି। ଫଳରେ ସୂର୍ଯ୍ୟଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।
ଏବେ କଥା ହେଉଛି ଯେ ଆମକୁ ଆଜିର ଯେଉଁ ବା ପ୍ରଥମ ମ୍ୟାଚ୍ରେ ଯେଉଁ ଦୋଷ ଦୁର୍ବଳତା ରହିଲା, ତ୍ରୁଟି ରହିଲା, ପରବର୍ତ୍ତୀ ପର୍ଯ୍ୟାୟରେ ସୁଧାରିବାକୁ ପଡ଼ିବ। ଯେତେ ଶକ୍ତିଶାଳୀ ହେଲେ ବି କୌଣସି ଦୁର୍ବଳ ଦଳକୁ ଆମକୁ ହାଲକା ଭାବରେ ଗ୍ରହଣ କରିବା ଅନୁଚିତ। କାହିଁକିନା ଯେକୌଣସି ସମୟରେ ଏହି ଦୁର୍ବଳ ଦଳମାନେ ବିପର୍ଯ୍ୟୟ ଘଟାନ୍ତି। ଏହାର ନଜିର ପୂର୍ବ ସଂସ୍କରଣ ଗୁଡ଼ିକରେ ରହିଛି ଏବଂ ବଡ଼ ଦଳକୁ ନକ୍ଆଉଟ୍ରୁ ମାନେ ବିଦା କରିବାରେ ସେଇମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ତେବେ ଆଗକୁ ଯେଉଁ ମ୍ୟାଚ୍ ଗୁଡ଼ିକ ଭାରତ ଖେଳିବାକୁ ଯାଉଛି 12-15 ତାରିଖରେ, ତେଣୁ ଏହିସବୁ ତ୍ରୁଟି ପ୍ରତି ଦୃଷ୍ଟି ଦିଆଯିବା ଦରକାର ଏବଂ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ସନ୍ତୁଳିତ କରିକି ଗୋଟିଏ ପରେ ଗୋଟିଏ ମ୍ୟାଚ୍ ବିଜୟୀ ହେବା ଦରକାର। କାହିଁକିନା ଏଇ ମ୍ୟାଚ୍ ଗ୍ରୁପ୍ ପର୍ଯ୍ୟାୟ ପରେ ଆରମ୍ଭ ହେବ ପ୍ରକୃତ ଲଢ଼େଇ ସୁପର 8 ଏବଂ ସୁପର 8 ବେଳକୁ ପ୍ରତ୍ୟେକ ଖେଳାଳିକୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ଏବଂ ଫର୍ମକୁ ତେଣୁ ଘରୋଇ ଗ୍ରାଉଣ୍ଡରେ ଟାଇଟଲ୍ ବଜାଇ ରଖିବାକୁ ହେଲେ ଦଳକୁ 11 ଜଣ ଖେଳାଳିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ, ଦଳୀୟ ପ୍ରଦର୍ଶନ ଦେବାକୁ ପଡ଼ିବ। ତେଣୁ ଏଥିପ୍ରତି ଯଦି ଦଳ ଦୃଷ୍ଟି ଦେବ ନିଶ୍ଚିତ ଭାବରେ ଭାରତ ପରବର୍ତ୍ତୀ ଗୋଟିଏ ପରେ ଗୋଟିଏ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିପାରିବ। ଏହି ଆଶା ଆମେ ରଖିବା। ନମସ୍କାର।